ପିଲାମାନେ ପୂର୍ବରୁ ତୁମେ ଓଡ଼ିଆରେ ଗୋଟିଏ ଗପ ଶୁଣିଥିବ ନୀଳବର୍ଣ୍ଣ ଶୃଗାଳ। ଆସ ଆଜି ଆମେ ସେହି ଗପଟିକୁ ଇଂରାଜୀରେ ପଢ଼ିବା। Once there was a jackal. ଥରେ ଗୋଟିଏ ଶୃଗାଳଟିଏ ଥିଲା। He was looking for food. ସେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିଲା। He fell into a tub. ଖାଦ୍ୟ ଅନ୍ୱେଷଣରେ ବୁଲୁ ବୁଲୁ ସେ ଗୋଟିଏ ପାଣି କୁଣ୍ଡରେ ପଡ଼ିଗଲା। It was filled with blue color water. ସେହି ପାଣି କୁଣ୍ଡଟି ନୀଳ ରଙ୍ଗର ପାଣିରେ ପୂର୍ଣ୍ଣ ହୋଇଥିଲା। It was made so for coloring clothes. ତାହାକୁ ଲୁଗାପଟାକୁ ରଙ୍ଗ କରିବାକୁ ଏପରି କରାଯାଇଥିଲା। With great difficulties the jackal come out of it. ଅନେକ କଷ୍ଟରେ ସେହି ଜେକାଲଟି ସେ ପାଣି କୁଣ୍ଡରୁ ବାହାରକୁ ଆସିଲା। He looked all blue. ବାହାରକୁ ଆସିଲା ପରେ ସେ ସମ୍ପୂର୍ଣ୍ଣ ଭାବରେ ନୀଳ ରଙ୍ଗର ଦେଖାଯାଉଥିଲା। He was very different. ସେ ଭିନ୍ନ ଦେଖାଯାଉଥିଲା। Not only from his own race of jackals. ତାଙ୍କର ଯେଉଁ ଜେକାଲ ମାନଙ୍କର ଗୋଷ୍ଠୀ ଥିଲା ତାଙ୍କଠାରୁ ଭିନ୍ନ ଦେଖାଯାଉଥିଲା। ତା ସହିତ ସେ ଜଙ୍ଗଲର ଅନ୍ୟ ଜୀବଜନ୍ତୁଙ୍କ ଠାରୁ ମଧ୍ୟ ସେ ଭିନ୍ନ ଦେଖାଯାଉଥିଲା। But also from other animals of the forest. ଜଙ୍ଗଲର ଅନ୍ୟ ଜୀବଠାରୁ ମଧ୍ୟ ସେ ଭିନ୍ନ ଦେଖାଯାଉଥିଲା। He planned to befool all the animal. ତେଣୁ ସେ ଗୋଟିଏ ଯୋଜନା ଚିନ୍ତା କଲା ଯେ ସେ କିପରି ଅନ୍ୟ ଜୀବଜନ୍ତୁମାନଙ୍କୁ ବୋକା ବନାଇବ। To look still very different. ଯେହେତୁ ସେ ଭିନ୍ନ ଦେଖାଯାଉଥିଲା ସେ କ'ଣ କଲା ଆହୁରି ଭିନ୍ନ ଦେଖାଯିବା ପାଇଁ he wore a pair of spectacles. ସେ ଗୋଟିଏ ଚଷମାକୁ ପିନ୍ଧିଲା। He carefully hid his face wearing a cap. ଏବଂ ତାର ମୁହଁକୁ ଯତ୍ନ ସହିତ ଲୁଚାଇବା ପାଇଁ ସେ କ'ଣ କଲା ଗୋଟିଏ ଟୋପି ମଧ୍ୟ ପିନ୍ଧିଲା। Then he sat over an anthill. ତାହାପରେ ସେ ଯାଇ ଗୋଟିଏ ଉଇ ହୁଙ୍କା ବା ପିମ୍ପୁଡ଼ିର ହୁଙ୍କା ଉପରେ ଯାଇ ବସି ପଡ଼ିଲା। The mole saw this animal first. ପ୍ରଥମେ ତାହାକୁ କିଏ ଦେଖିଲା? ଗୋଟିଏ ଚୁଚୁନ୍ଦ୍ରା ମୂଷା ଯାଇ ତାହାକୁ ସେ ଉଇ ହୁଙ୍କା ଉପରେ ବସିଥିବାର ଦେଖିଲା। He reported it to the rabbit. ଏହି ଖବରଟି ଯାଇ ସେ ଠେକୁଆକୁ ଦେଲା। The rabbit reported it to the deer. ସେହି ଖବରଟି ଠେକୁଆ କାହାକୁ ଦେଲା? ହରିଣକୁ ଯାଇ ଦେଲା। The deer reported it to the giraffe. ହରିଣଟି ଜିରାଫକୁ ଯାଇ ସେହି ଖବରଟି ଦେଲା। କେଉଁ ଖବର? ସେ ନୀଳ ଶୃଗାଳ ଯେଉଁ ସେହି ଉଇ ହୁଙ୍କାର ଉପରେ ବସିଥିଲା ସେହି ଖବରଟି। The giraffe reported it to the elephant. ଜିରାଫ ଯାଇ ହାତୀକୁ ଖବର ଦେଲା। The elephant reported it to the tiger. ହାତୀଟି ଯାଇ ବାଘକୁ ସେହି ଖବରଟି ଦେଲା। And the tiger reported it to the lion. ଏବଂ ଶେଷରେ ବାଘଟି ସିଂହ ପାଖକୁ ଯାଇ ସେହି ଖବରଟି ଦେଲା। ସିଂହ କିଏ? The king of the forest. ଯିଏକି ଜଙ୍ଗଲର ରାଜା ଥିଲା। The lion came to see this new animal with other animal. ସିଂହ ରାଜା ଅନ୍ୟ ଜୀବଜନ୍ତୁଙ୍କ ସହିତ ସେ ନୂଆ ପ୍ରାଣୀଟିକୁ ଦେଖିବା ପାଇଁ ଆସିଲେ। The blue jackal planned not to talk. ସେ ନୀଳ ଶୃଗାଳଟି ଆଗରୁ ଯୋଜନା କରିଥିଲା ଯେ ସେ କିଛି କଥା କହିବ ନାହିଁ। He only talked through action. ସେ କେବଳ ସଂକେତ ମାଧ୍ୟମରେ ବା ଠାରନାର ଆକାରରେ ସେ କଥାବାର୍ତ୍ତା କରିବ। The king asked him with respect. ସିଂହ ରାଜା ତାଙ୍କୁ ସମ୍ମାନର ସହିତ ପଚାରିଲେ, Sir, where are you from? ମହାଶୟ ଆପଣ କେଉଁଠାରୁ ଆସିଛନ୍ତି? The blue jackal looked at the sky. ବ୍ଲୁ ଜାକାଲ କ'ଣ କଲା? ସିଂହ ରାଜାଙ୍କ ପ୍ରଶ୍ନ ଶୁଣି ଆକାଶକୁ ଅନେଇଲା। କାହିଁକି ସେ ଆଗରୁ ନିଷ୍ପତ୍ତି ନେଇଥିଲା ଯେ ସେ କେବଳ ସଂକେତ ମାଧ୍ୟମରେ କଥାବାର୍ତ୍ତା କରିବ, କିଛି କଥା କହିବ ନାହିଁ। ତେଣୁ ସେ ଆକାଶକୁ ଅନେଇଲା। The lion guessed he had come from the heaven. ତାହାର ସଂକେତକୁ ଦେଖି ରାଜା କ'ଣ ବୁଝିଲେ ଯେ ସେ ସ୍ୱର୍ଗରୁ ଆସିଛନ୍ତି। Next he asked. ଏହାପରେ ସେ ପଚାରିଲେ, Sir, kindly tell us where have you come from the heaven to this poor world? ତାହାପରେ ରାଜା କ'ଣ ପଚାରିଲେ? ରାଜା ପଚାରିଲେ, ମହାଶୟ ଆପଣ ଦୟାକରି କହିବେ କି ଆପଣ ସ୍ୱର୍ଗରୁ ଏହି ଗରିବ ପୃଥିବୀକୁ କାହିଁକି ଆସିଛନ୍ତି? The jackal first moved his head clockwise. ରାଜାଙ୍କ ପ୍ରଶ୍ନ ଶୁଣି ଶୃଗାଳ କ'ଣ କଲା? ନିଜର ମୁଣ୍ଡକୁ ଘଣ୍ଟା ଦିଗରେ ଘୁରାଇଲା। Then anti-clockwise. ଏବଂ ଏହାପରେ ସେ ଘଣ୍ଟାର ବିପରୀତ ଦିଗରେ ମୁଣ୍ଡକୁ ଘୁରାଇଲା। ଏହି ସଂକେତ ଦେଖି ରାଜା କ'ଣ ବୁଝିଥିବେ? The lion and other animal well understood. ସେହି ସଂକେତକୁ ଦେଖି ରାଜା ଏବଂ ଅନ୍ୟ ଜୀବମାନେ ବୁଝିଲେ ଯେ what the blue jackal wanted to say. ସେ କ'ଣ କହିବାକୁ ଚାହୁଁଛି। ସେମାନେ କ'ଣ ବୁଝିଲେ? He had come to rule them all. ସେ
ତାଙ୍କୁ ଶାସନ କରିବା ପାଇଁ ଆସିଛନ୍ତି and he would be their king ଏବଂ ସେ ତାଙ୍କର ରାଜା ହେବେ। ଏହି କଥା ସମସ୍ତେ ତାଙ୍କର ସଂକେତରୁ ବୁଝିପାରିଲେ। ଜେକାଲ ୱାଚ୍ ମେଡ୍ ଦେୟାର କିଙ୍ଗ। ସେ ନୀଳ ଶୃଗାଲଟି ସମସ୍ତ ଝିଅମାନଙ୍କର ରାଜା ହେଲେ। ଦି ଲାୟନ୍ ବିକେମ୍ ହିଜ୍ ମିନିଷ୍ଟର ଏବଂ ସିଂହ ସେ ରାଜାଙ୍କର ମନ୍ତ୍ରୀ ହେଲେ। ଦି ଏଲିଫେଣ୍ଟ ବିକେମ୍ ଦ ହେଡ୍ ଅଫ୍ ଇଚ୍ ଆର୍ମି। ହାତୀ ସେ ରାଜାଙ୍କର ସେନାବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ହେଲେ। ଦି ଟାଇଗର ୱାଚ୍ ହିଜ୍ ବଡିଗାର୍ଡ ଏବଂ ବାଘଙ୍କୁ ରାଜାଙ୍କର ଅଙ୍ଗରକ୍ଷକ ଭାବରେ ନିଯୁକ୍ତି କରାଗଲା। ଦି ସ୍ମଲ୍ ରେବିଡ୍ ୱାଚ୍ ଇନଚାର୍ଜ ଅଫ୍ ହିଜ୍ କିଚେନ୍ ଏବଂ ଛୋଟିଆ ଠେକୁଆଟିକୁ ରୋଷେଇ ଘରର ଦାୟିତ୍ୱ ଦିଆଗଲା। ସମ୍ ଜେକାଲ୍ସ ଅଲସୋ କେମ୍ ଟୁ ସର୍ଭ ହିମ୍। ସେହି ଝିଅମାନଙ୍କ ସହିତ କେତେଗୁଡ଼ିଏ ଶୃଗାଲମାନେ ମଧ୍ୟ ରାଜାଙ୍କର ସେବା କରିବା ପାଇଁ ଆସିଲେ। ବଟ୍ ଦ ବ୍ଲୁ ଜେକାଲ୍ କିନ୍ତୁ ସେ ନୀଳ ଶୃଗାଲଟି କ'ଣ କଲା? ଥ୍ରୋ ହିଜ୍ ଆକ୍ସନ୍ ତାର ସଂକେତ ମାଧ୍ୟମରେ ସେ କହିଲେ ଯେ ଡ୍ରପ୍ ଦେମ୍ ଏୱେ ସେମାନଙ୍କୁ ବାହାର କରିଦିଆଯାଉ। ଅଲ୍ ଦ ଜେକାଲ୍ସ ବିକେମ୍ ଭେରି ଅନହ୍ୟାପି। ରାଜାଙ୍କର ଏପରି ବ୍ୟବହାରରେ ଅନ୍ୟ ଶୃଗାଲମାନେ ଦୁଃଖ ପ୍ରକାଶ କଲେ ବା ଦୁଃଖିତ ହେଲେ। ୱାନ୍ ଅଫ୍ ଦେମ୍ ୱାଜ୍ ୱିସ୍ ଆଣ୍ଡ ଓଲ୍ଡ। ସେ ଶୃଗାଲମାନଙ୍କ ମଧ୍ୟରୁ ଜଣେ ଚତୁର ଏବଂ ବୁଢ଼ା ଶୃଗାଳ ଥିଲା। ହି ୱାଚ୍ଡ କ୍ଲୋଜଲି ଦ ନ୍ୟୁ କିଙ୍ଗସ୍ ମ୍ୟାନର। ସେ କ'ଣ କଲେ? ରାଜାଙ୍କର ବ୍ୟବହାର ଏବଂ ଚାଲିଚଳଣିକୁ ସେ ଅନୁଧ୍ୟାନ କଲେ। ହି କୁଡ୍ ନୋ ଦ୍ୟାଟ୍ ସେ ଭଲ ଭାବରେ ଜାଣିଥିଲେ ଦ ନ୍ୟୁ କିଙ୍ଗ ମାଇଟ୍ ବି ୱାନ୍ ଅଫ୍ ଦେୟାର ରେସ୍। ସେ ନୂଆ ରାଜାଟି ହେଉଛନ୍ତି ତାଙ୍କର ଗୋଷ୍ଠୀ ବା ତାଙ୍କର ସମୁଦାୟର ମଧ୍ୟରୁ ଜଣେ ବଟ୍ ଇନ୍ ଡିଫରେଣ୍ଟ କଲର୍ କିନ୍ତୁ ଅନ୍ୟ ରଙ୍ଗର। ଟୁ ବି ମୋର୍ ସିଓର ଆହୁରି ଅଧିକ ନିଶ୍ଚିତ ହେବା ପାଇଁ ସେ କ'ଣ କଲେ? ୱାନ୍ ଡେ ହି ଆକ୍ସଡ୍ ଦ ରେବିଡ୍। ଦିନେ ସେ ଠେକୁଆକୁ ଯାଇ ପଚାରିଲେ ହ୍ୱାଟ୍ ଡଜ୍ ୟୋର୍ କିଙ୍ଗ ଲଭ୍ ଟୁ ଇଟ୍। ତୁମର ରାଜା କ'ଣ ଖାଇବାକୁ ପସନ୍ଦ କରନ୍ତି? ଦି ରେବିଡ୍ ସେଡ୍ ଠେକୁଆଟି କହିଲା ହି ଲାଇକ୍ ଟୁ ଇଟ୍ କ୍ରାବ୍ କରି ଭେରି ମଚ୍। ଆମର ରାଜା ଅଧିକ କଙ୍କଡ଼ା ତରକାରୀ ଖାଇବାକୁ ପସନ୍ଦ କରନ୍ତି। ହି ଆକ୍ସଡ୍ ନେକ୍ସଟ ଏହାପରେ ସେ ପୁଣି ପଚାରିଲେ ହ୍ୱାଟ୍ ଡଜ୍ ହି ଲାଇକ୍ ଟୁ ଲିଭ୍। ସେ କେଉଁଠାରେ ରହିବାକୁ ପସନ୍ଦ କରନ୍ତି? ଦି ରେବିଡ୍ ସେଡ୍ ଠେକୁଆଟି କହିଲା ଡୋଣ୍ଟ ଆକ୍ସ ମି ଆବାଉଟ୍ ଦିସ୍। ଏହି ବିଷୟରେ ମୋତେ କିଛି ପଚାର ନାହିଁ। ହି ଇଜ୍ ଆୱାର ଗ୍ରେଟ୍ କିଙ୍ଗ। ସେ ହେଉଛନ୍ତି ଆମର ମହାନ ରାଜା। ବଟ୍ ଭେରି ହମ୍ବୁଲ୍ ଆଣ୍ଡ ସିମ୍ପୁଲ୍ କିନ୍ତୁ ବହୁତ ନମ୍ର ଏବଂ ସାଧାସିଧା ପ୍ରକୃତିର ଅଟନ୍ତି। ହି ଡଜ୍ ନଟ୍ ୱାଣ୍ଟ ଟୁ ଇଟ୍ ସୁଇଟ୍। ସେ ମିଠା ଖାଇବାକୁ ପସନ୍ଦ କରନ୍ତି ନାହିଁ। ବଟ୍ ଓନ୍ଲି କ୍ରାବ୍ସ କେବଳ କଙ୍କଡ଼ା ଖାଇବାକୁ ପସନ୍ଦ କରନ୍ତି। ହି ଡଜ୍ ନଟ୍ ୱାଣ୍ଟ ଟୁ ଲିଭ୍ ଇନ୍ ଦ ପ୍ୟାଲେସ୍। ସେ ରାଜପ୍ରସାଦରେ ରହିବାକୁ ପସନ୍ଦ କରନ୍ତି ନାହିଁ। ବଟ୍ ଓନ୍ଲି ଇନସାଇଡ଼୍ ଦ ହୋଲ୍। ସେ କେବଳ ଗାତ ମଧ୍ୟରେ ରହିବାକୁ ପସନ୍ଦ କରନ୍ତି। ପିଲାମାନେ ଏଠାରେ ଦେଖ ସେ ବୁଢ଼ା ଶୃଗାଲଟି କିପରି ଠେକୁଆ ଠାରୁ ସମସ୍ତ କଥାକୁ ଆଦାୟ କରିଛି। ଠେକୁଆ କିଛି କହିବାକୁ ଚାହୁଁନଥିଲେ ମଧ୍ୟ ସମସ୍ତ କଥା ସେଇ ବୁଢ଼ା ଶୃଗାଲଟିକୁ କହିସାରିଥିଲା। ଦି ଓଲ୍ଡ ଜେକାଲ୍ ୱାଚ୍ ନାଉ ସିଓର ଦ୍ୟାଟ୍ ଦ କିଙ୍ଗ ୱାଚ୍ ନୋ ଅଦର ଦେନ୍ ୱାନ୍ ଅଫ୍ ହିଜ୍ ଓନ୍ ରେସ୍। ଏହାପରେ ସେ ବୁଢ଼ା ଶୃଗାଲଟି ନିଶ୍ଚିତ ହୋଇଗଲା ଯେ ରାଜା ହେଉଛନ୍ତି ତାଙ୍କର ଗୋଷ୍ଠୀ ବା ସମୁଦାୟ ମଧ୍ୟରୁ ଜଣେ, ସେ ଅନ୍ୟ କେହି ନୁହନ୍ତି। ୱାନ୍ ଡେ ଦିନେ କ'ଣ ହେଇଛି? ଦି କିଙ୍ଗ ୱାଜ୍ ପ୍ରିସାଇଡ଼ିଂ ଓଭର ଏ ମିଟିଂ ଅଫ୍ ଅଲ୍ ଆନିମଲ୍ସ। ଦିନେ ରାଜା ସମସ୍ତ ଝିଅମାନଙ୍କୁ ଡାକି ଏକ ସଭାର ଆୟୋଜନ କରିଥିଲେ ଏବଂ ସେହି ସଭାରେ ସେ ନେତୃତ୍ୱ ନେଉଥିଲେ। ଦି ଓଲ୍ଡ ଜେକାଲ୍ ସିକ୍ରେଟଲି। ଏହି ସମୟରେ ସେ ବୁଢ଼ା ଶୃଗାଳଟି କ'ଣ କରିଛି? ସିକ୍ରେଟଲି ମାନେ ଗୁପ୍ତ ଭାବରେ କଲ୍ଡ ହିଜ୍ ଅଲ୍ ଜେକାଲ୍ସ ଫ୍ରେଣ୍ଡ। ସେ ତାହାର ସମସ୍ତ ଶୃଗାଳ ବନ୍ଧୁମାନଙ୍କୁ ଡାକି ଆଣିଛି ଏବଂ ଫ୍ରମ୍ ଏ ଲିଟିଲ୍ ଫାର୍ ଆୱେ ଏବଂ ଅଳ୍ପ କିଛି ଦୂରରେ ଦେ ହିଡ୍ ଦେମସେଲ୍ଭ ଅଣ୍ଡର ଦ ବୁସେସ୍। ଅଳ୍ପ କିଛି ଦୂରରେ ସେମାନେ ଗୋଟିଏ ବୁଦା ତଳରେ ଲୁଚିଗଲେ। ଦ ମିଟିଂ ୱାଜ୍ ଇନ୍ ଫୁଲ୍ ସୁଇଙ୍ଗ। ଯେତେବେଳେ ସଭାଟି ପୂର୍ଣ୍ଣ ହୋଇଗଲା ବା ସଭାଟି ଜୋରସୋରରେ ଚାଲିଥାଏ ସେ ସମୟରେ ଅଲ୍ ଦ ଜେକାଲ୍ ସାଉଟେଡ୍ ଟୁଗେଦର। ସେ ସମୟରେ ସମସ୍ତ ଶୃଗାଲମାନେ ଏକତ୍ର ଭାବରେ ହୁକେ ହୋ ହୁକେ ହୋ ହୁକେ ହୋ କହି ଚିତ୍କାର କଲେ। ଦ ବ୍ଲୁ ଜେକାଲ୍ ଅଲସୋ ଷ୍ଟାର୍ଟେଡ୍ ସେଇଂ ହୁକେ ହୋ ହୁକେ ହୋ। ସେମାନଙ୍କର ଚିତ୍କାର ଶୁଣି ସେ ଶୃଗାଳ ରାଜାଟି ବା ସେ ନୀଳ ଶୃଗାଳ ରାଜାଟି ମଧ୍ୟ ହୁକେ ହୋ ହୋଇ ଚିତ୍କାର କଲେ। ନୋଇଂ ହିମ୍ ନୋ ଅଦର ଦେନ୍। ତାଙ୍କର ସେ ଚିତ୍କାର ଶୁଣି ସମସ୍ତେ ଜାଣିଗଲେ ସେ ଅନ୍ୟ କେହି ନୁହନ୍ତି। ସେ କିଏ? ସେ ହେଉଛନ୍ତି ଜେକାଲ୍ ସମୁଦାୟ ମଧ୍ୟରୁ ଜଣେ। ଏହାପରେ କ'ଣ ହେଲା? ଦେ ଚେଷ୍ଟ ଆଣ୍ଡ କିଲ୍ ହିମ୍। ଏହାପରେ ସମସ୍ତ ଝିଅମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାରିଦେଲେ। ପିଲାମାନେ ଦ ବ୍ଲୁ ଜେକାଲ୍ ପାଠଟି ସମ୍ପୂର୍ଣ୍ଣ ଭାବରେ ପଢ଼ି ସାରିଛୁ। ଆସ ଆଜି ଆମେ ଏହି ପାଠର କ୍ୱେଶ୍ଚନ୍ ଆନ୍ସର୍ ଗୁଡ଼ିକ ଡିସ୍କସନ୍ କରିବା। ଫାର୍ଷ୍ଟ କ୍ୱେଶ୍ଚନ୍ ହ୍ୱାଟ୍ ୱାଜ୍ ଦ ଜେକାଲ୍ ଲୁକିଂ ଫର୍। ଶୃଗାଲଟି କ'ଣ ଖୋଜୁଥିଲା? ଆନ୍ସର୍ ଦି ଜେକାଲ୍ ୱାଜ୍ ଲୁକିଂ
ଫର୍ ଫୁଡ୍ ଶୃଗାଲଟି ଖାଦ୍ୟ ଖୋଜି ବୁଲୁଥିଲା। ନେକ୍ସଟ ହ୍ୱେର୍ ଡିଡ୍ ଇଟ୍ ଫଲ୍ ସେ କେଉଁଠାରେ ପଡ଼ିଗଲା? ଆନ୍ସର୍ ହି ଫେଲ୍ ଇଣ୍ଟୁ ଏ ଟପ୍ ସେ ଗୋଟିଏ ପାଣିକୁଣ୍ଡ ମଧ୍ୟରେ ପଡ଼ିଗଲା। ନେକ୍ସଟ ହ୍ୱେର୍ ଡିଡ୍ ଦ ଜ୍ୟାକାଲ୍ ଲୁକ୍ ବ୍ଲୁ ହ୍ୱେନ୍ ଇଟ୍ କେମ୍ ଆଉଟ୍ ଅଫ୍ ଦ ଟପ୍ ସେ ଯେତେବେଳେ ପାଣିକୁଣ୍ଡରୁ ବାହାରିଲା ସେ କାହିଁକି ନୀଳ ରଙ୍ଗର ଦେଖାଗଲା? ଆନ୍ସର୍ ଦି ଜ୍ୟାକାଲ୍ ଲୁକ୍ଡ ବ୍ଲୁ ହ୍ୱେନ୍ ଇଟ୍ କେମ୍ ଆଉଟ୍ ଅଫ୍ ଦ ଟପ୍ ବିକଜ୍ ଦି ଟପ୍ ୱାଜ୍ ଫିଲ୍ଡ ୱିଥ୍ ବ୍ଲୁ କଲର୍ଡ ୱାଟର୍ ସେ ଯେତେବେଳେ ପାଣିକୁଣ୍ଡରୁ ବାହାରିଲା ସେ ନୀଳ ରଙ୍ଗର ଦେଖାଯାଉଥିଲା କାରଣ ପାଣିକୁଣ୍ଡଟି ନୀଳ ରଙ୍ଗର ପାଣିରେ ପୂର୍ଣ୍ଣ ହୋଇ ରହିଥିଲା। ନେକ୍ସଟ ହ୍ୱେର୍ ଡିଡ୍ ଇଟ୍ ଲୁକ୍ ଡିଫରେଣ୍ଟ ଫର୍ ଅଦର୍ ଆନିମଲ୍ସ ସେ ଜଙ୍ଗଲର ଅନ୍ୟ ପ୍ରାଣୀମାନଙ୍କଠାରୁ କାହିଁକି ଅଲଗା ଦେଖାଗଲା? ଆନ୍ସର୍ ହି ଲୁକ୍ଡ ଡିଫରେଣ୍ଟ ଫ୍ରମ୍ ଦ ଅଦର୍ ଆନିମଲ୍ସ ଏଜ୍ ହି ଲୁକ୍ଡ ଅଲ୍ ବ୍ଲୁ ସେ ଅନ୍ୟ ଜୀବଜନ୍ତୁଙ୍କଠାରୁ ଅଲଗା ଦେଖାଯାଉଥିଲା କାରଣ ସେ ସମ୍ପୂର୍ଣ୍ଣ ଭାବରେ ନୀଳ ରଙ୍ଗର ଦେଖାଯାଉଥିଲା। ନେକ୍ସଟ ହ୍ୱାଟ୍ ଡିଡ୍ ହି ପ୍ଲାନ୍ ସେ କ'ଣ ଉପାୟଟିଏ ଚିନ୍ତା କଲା? ଆନ୍ସର୍ ହି ପ୍ଲାନ୍ ଟୁ ବିଫୁଲ୍ ଅଲ୍ ଦ ଆନିମଲ୍ସ ସେ ଜଙ୍ଗଲର ସମସ୍ତ ଜୀବମାନଙ୍କୁ ବୋକା ବନାଇବା ପାଇଁ ଚିନ୍ତା କଲା। ନେକ୍ସଟ ହ୍ୱାଟ୍ ଏଲ୍ସ ଡିଡ୍ ହି ଡୁ ଟୁ ଲୁକ୍ ଭେରି ଡିଫରେଣ୍ଟ ସେ ଆହୁରି ଭିନ୍ନ ଦେଖାଯିବା ପାଇଁ ଆଉ କ'ଣ କଲା? ଆନ୍ସର୍ ହି ଲୁକ୍ ଭେରି ଡିଫରେଣ୍ଟ ହି ଓର୍ ଏ ପେୟାର ଅଫ୍ ସ୍ପେକ୍ଟାକେଲ୍ସ ସେ ଆହୁରି ଭିନ୍ନ ଦେଖାଯିବା ପାଇଁ ସେ ଗୋଟିଏ ଚଷମାକୁ ପିନ୍ଧିଲା। ନେକ୍ସଟ ହ୍ୱେର୍ ଡିଡ୍ ହି କେୟାରଫୁଲି ହାଇଡ୍ ହିଜ୍ ଫେସ୍ ୱିଥ୍ ଦ କ୍ୟାପ୍ ସେ କାହିଁକି ଯତ୍ନର ସହିତ ନିଜର ମୁହଁଟିକୁ ଟୋପିରେ ଲୁଚାଇଲା? ଆନ୍ସର୍ ହି କେୟାରଫୁଲି ହିଡ୍ ହିଜ୍ ଫେସ୍ ୱିଥ୍ ଦ କ୍ୟାପ୍ ବିକଜ୍ no one recognized to him ସେ ଯତ୍ନର ସହିତ ନିଜର ମୁହଁକୁ ଟୋପି ମଧ୍ୟରେ ଲୁଚାଇଲା କାରଣ ତାହାକୁ କେହି ଚିହ୍ନି ପାରିବେ ନାହିଁ। ନେକ୍ସଟ ହ୍ୱେର୍ ଡିଡ୍ ହି ସିଟ୍ ସେ କେଉଁଠାରେ ଯାଇ ବସିଲା? ଆନ୍ସର୍ ହି ସେଟ୍ ଓଭର୍ ଆନ୍ ଆଣ୍ଟ ହିଲ୍ ସେ ଗୋଟିଏ ଉଇ ହୁଙ୍କା ଉପରେ ଯାଇ ବସି ପଡ଼ିଲା। ନେକ୍ସଟ ହୁ ସ ହିମ୍ ଫାଷ୍ଟ ତାହାକୁ ପ୍ରଥମେ କିଏ ଦେଖିଥିଲା? ଆନ୍ସର୍ ଦି ମୋଲ୍ ସ ହିମ୍ ଫାଷ୍ଟ ଚୁଚୁନ୍ଦ୍ରା ମୂଷାଟି ପ୍ରଥମେ ତାହାକୁ ଦେଖିଥିଲା। ନେକ୍ସଟ ହୁ ଡିଡ୍ ହି ରିପୋର୍ଟ ସେ କାହାକୁ ଏହାର ସୂଚନା ଦେଲା? ଆନ୍ସର୍ ଦି ମୋଲ୍ ରିପୋର୍ଟେଡ୍ ଟୁ ଦ ରେବିଟ୍ ଚୁଚୁନ୍ଦ୍ରା ମୂଷାଟି ଠେକୁଆକୁ ଯାଇ ଏହି ସୂଚନାଟି ଦେଲା। ନେକ୍ସଟ ହ୍ୱାଟ୍ ଡିଡ୍ ଦ ରେବିଟ୍ ରିପୋର୍ଟ ଠେକୁଆ ଏହି ସୂଚନାଟି କାହାକୁ ଦେଲା? ଆନ୍ସର୍ ଦି ରେବିଟ୍ ରିପୋର୍ଟେଡ୍ ଟୁ ଦ ଡିଅର୍ ଠେକୁଆଟି ଏହି ସୂଚନା ହରିଣକୁ ଯାଇ ଦେଇଥିଲା। ନେକ୍ସଟ ହୁ ଫାଇନାଲି ରିପୋର୍ଟେଡ୍ ଦ ମ୍ୟାଟର୍ ଟୁ ଦ ଲାୟନ୍ ଦି କିଙ୍ଗ ସର୍ବଶେଷରେ ଏହି ସୂଚନାଟି କିଏ ସିଂହ ରାଜାଙ୍କୁ ଦେଇଥିଲେ? ଆନ୍ସର୍ ଦି ଟାଇଗର ଫାଇନାଲି ରିପୋର୍ଟେଡ୍ ଦ ମ୍ୟାଟର୍ ଟୁ ଲାୟନ୍ ଦ କିଙ୍ଗ ସର୍ବଶେଷରେ ବାଘ ଯାଇ ସିଂହ ରାଜାଙ୍କୁ ଏହି ସୂଚନାଟି ଦେଇଥିଲେ। ନେକ୍ସଟ ହ୍ୱାଟ୍ ଡିଡ୍ ଦ ଲାୟନ୍ ଡୁ ସୂଚନା ପାଇଲା ପରେ ସିଂହ ରାଜା କ'ଣ କଲେ? ଆନ୍ସର୍ ଦି ଲାୟନ୍ କେମ୍ ଟୁ ସି ଦ ନ୍ୟୁ ଆନିମଲ୍ ୱିଥ୍ ଅଦର୍ ଆନିମଲ୍ ସିଂହ ରାଜା ସୂଚନା ପାଇସାରିଲା ପରେ ଅନ୍ୟ ଜୀବଜନ୍ତୁମାନଙ୍କ ସହିତ ସେହି ନୂଆ ଜୀବଟିକୁ ଦେଖିବା ପାଇଁ ଆସିଲେ। ନେକ୍ସଟ ହ୍ୱାଟ୍ ଡିଡ୍ ଦ ଜ୍ୟାକାଲ୍ ଡିସାଇଡ୍ ନଟ୍ ଟୁ ଟଲ୍କ ଶୃଗାଲଟି କିଛି ନ କହିବା ପାଇଁ କାହିଁକି ନିଷ୍ପତ୍ତି ନେଇଥିଲା? ଆନ୍ସର୍ ଦି ଜ୍ୟାକାଲ୍ ଡିସାଇଡେଡ୍ ନଟ୍ ଟୁ ଟଲ୍କ ବିକଜ୍ ଇଫ୍ ହି ଟଲ୍କଡ୍ ଦି ଆନିମଲ୍ସ କୁଡ୍ ରେକଗ୍ନାଇଜ୍ ହିମ୍ ଶୃଗାଲଟି କିଛି ନ କହିବା ପାଇଁ ନିଷ୍ପତ୍ତି ନେଇଥିଲା କାରଣ ସେ ଯଦି କଥା କହିବ ଜଙ୍ଗଲର ଅନ୍ୟ ଜୀବମାନେ ତାଙ୍କୁ ଚିହ୍ନି ପକାଇବେ। ନେକ୍ସଟ ହ୍ୱାଟ୍ ଡିଡ୍ ଦ ଲାୟନ୍ ଥିଙ୍କ ଦ୍ୟାଟ୍ ଦ ନ୍ୟୁ ଆନିମଲ୍ ହ୍ୟାଡ୍ କମ୍ ଫ୍ରମ୍ ଦ ହେଭେନ୍ ସିଂହ ରାଜା କାହିଁକି ଭାବିଲେ ଯେ ନୂଆ ପ୍ରାଣୀଟି ସ୍ୱର୍ଗରୁ ଆସିଛନ୍ତି? ଆନ୍ସର୍ ଦି ଲାୟନ୍ ଆସ୍କ୍ଡ ଦ ବ୍ଲୁ ଜ୍ୟାକାଲ୍ ହ୍ୱେର୍ ଇଜ୍ ହି ଫ୍ରମ୍ ଦି ଜ୍ୟାକାଲ୍ ଲୁକ୍ଡ ଏଟ୍ ଦ ସ୍କାଏ ସୋ ଦି ଲାୟନ୍ ଥଟ୍ ଦ୍ୟାଟ୍ ଦ ନ୍ୟୁ ଆନିମଲ୍ ହ୍ୟାଡ୍ କମ୍ ଫ୍ରମ୍ ହେଭେନ୍ ସିଂହ ରାଜା ଯେତେବେଳେ ଶୃଗାଲଟିକୁ ପଚାରିଲେ ସେ କେଉଁଠାରୁ ଆସିଛନ୍ତି ସେ କ'ଣ କଲେ? ଆକାଶକୁ ଅନେଇଲେ ତେଣୁ ତାହାକୁ ବା ସେହି ସଙ୍କେତକୁ ଦେଖି ସିଂହ ରାଜା ଭାବିଲେ ଯେ ସେ ନୂଆ ପ୍ରାଣୀଟି
ସ୍ୱର୍ଗରୁ ଆସିଛନ୍ତି। ନେକ୍ସଟ ଦ ବ୍ଲୁ ଜେକାଲ ମୁଭଡ ହିଜ୍ ହେଡ୍ କ୍ଲକୱାଇଜ୍ ନେକ୍ସଟ ଆଣ୍ଟି କ୍ଲକୱାଇଜ୍। ହ୍ୱାଟ୍ ଡିଡ୍ ଦ ଆନିମଲ୍ସ ଅଣ୍ଡରଷ୍ଟାଣ୍ଡ ବାଇ ଦିସ୍? ନୀଳ ଶୃଗାଲଟି ତାର ମୁଣ୍ଡକୁ ଘଣ୍ଟାର ଦିଗରେ ଏବଂ ଘଣ୍ଟାର ବିପରୀତ ଦିଗରେ ଘୁରାଇଲେ। ଏହାଦ୍ୱାରା ଅନ୍ୟ ପ୍ରାଣୀମାନେ କ'ଣ ବୁଝିଲେ? ଆନ୍ସାର ଦ ବ୍ଲୁ ଜେକାଲ ବାଇ ମୁଭିଂ ହିଜ୍ ହେଡ୍ କ୍ଲକୱାଇଜ୍ and anti-clockwise so the other animals understand that he had come to rule them all। ନୀଳ ଶୃଗାଲଟି ତାର ମୁଣ୍ଡ ଘୁରାଇବା ଦେଖି ଅନ୍ୟ ପ୍ରାଣୀମାନେ ବୁଝିଲେ ଯେ ସେ ସମସ୍ତଙ୍କୁ ଶାସନ କରିବା ପାଇଁ ଆସିଛନ୍ତି। ନେକ୍ସଟ ହୁ ବିକେମ୍ ଦ ବ୍ଲୁ ଜେକାଲ କିଙ୍ଗସ୍ ମିନିଷ୍ଟର? ନୀଳ ଶୃଗାଲ ରାଜାଙ୍କର ମନ୍ତ୍ରୀ କିଏ ହେଲା? ଆନ୍ସାର ଦି ଲାୟନ ବିକେମ୍ ଦ ବ୍ଲୁ ଜେକାଲ କିଙ୍ଗସ୍ ମିନିଷ୍ଟର। ସିଂହ ନୀଳ ଶୃଗାଲ ରାଜାଙ୍କର ମନ୍ତ୍ରୀ ହୋଇଥିଲେ। ନେକ୍ସଟ ହୁ ବିକେମ୍ ଦ ହେଡ୍ ଅଫ୍ ହିଜ୍ ଆର୍ମି? କିଏ ତାଙ୍କର ସେନାବାହିନୀର ମୁଖ୍ୟ ହୋଇଥିଲା? ଆନ୍ସାର ଦି ଏଲିଫେଣ୍ଟ ବିକେମ୍ ଦ ହେଡ୍ ଅଫ୍ ହିଜ୍ ଆର୍ମି। ହାତୀ ସେମାନଙ୍କର ସେନାବାହିନୀର ମୁଖ୍ୟ ହୋଇଥିଲେ। ନେକ୍ସଟ ହୁ ବିକେମ୍ ହିଜ୍ ବଡିଗାର୍ଡ? କିଏ ରାଜାଙ୍କର ଅଙ୍ଗରକ୍ଷକ ଭାବରେ ନିଯୁକ୍ତି ହୋଇଥିଲା? ଆନ୍ସାର ଦି ଟାଇଗର ବିକେମ୍ ହିଜ୍ ବଡିଗାର୍ଡ। ବାଘ ରାଜାଙ୍କର ଅଙ୍ଗରକ୍ଷକ ଭାବରେ ନିଯୁକ୍ତି ହୋଇଥିଲେ। ନେକ୍ସଟ ହୁ ଲୁକ୍ଡ ଆଫ୍ଟର ହିଜ୍ କିଚେନ୍? କିଏ ରୋଷେଇ ଘରର ଦାୟିତ୍ୱ ନେଇଥିଲା? ଆନ୍ସାର ଦି ସ୍ମଲ୍ ରେବିଟ୍ ଲୁକ୍ଡ ଆଫ୍ଟର ହିଜ୍ କିଚେନ୍। ରାଜାଙ୍କ ରୋଷେଇ ଘରର ଦାୟିତ୍ୱ ଛୋଟ ଠେକୁଆଟି ନେଇଥିଲା। ନେକ୍ସଟ Why did the jackal king drive the other jackal away? ଶୃଗାଲ ରାଜା ଅନ୍ୟ ଶୃଗାଲମାନଙ୍କୁ କାହିଁକି ତଡ଼ିଦେଲେ? ଆନ୍ସାର ଦି jackal king drove the other jackal away as they could easily recognize him as one of their own race। ଶୃଗାଲ ରାଜା ଅନ୍ୟ ଶୃଗାଲମାନଙ୍କୁ ତଡ଼ିଦେଲେ କାରଣ ସେମାନେ ସହଜରେ ଚିହ୍ନି ପକାଇବେ ଯେ ରାଜା ହେଉଛନ୍ତି ତାଙ୍କ ସମୁଦାୟ ମଧ୍ୟରୁ ଜଣେ। Next, why did the old jackal watch the behavior of the jackal king? ବୁଢ଼ା ଶୃଗାଲଟି କାହିଁକି ରାଜାଙ୍କର ବ୍ୟବହାରକୁ ଲକ୍ଷ୍ୟ କଲା? ଆନ୍ସାର ଦି ଓଲ୍ଡ jackal was wise. By watching the king's manner, he could guess that the new king might be one of their race, but in different color। ବୁଢ଼ା ଜେକାଲଟି ବା ବୁଢ଼ା ଶୃଗାଲଟି ଚତୁର ଥିଲା, ତେଣୁ ସେ ରାଜାଙ୍କର ବ୍ୟବହାରକୁ ଲକ୍ଷ୍ୟ କଲା ଏବଂ ଅନୁମାନ କଲା ଯେ ସେ ହେଉଛନ୍ତି ତାଙ୍କର ଦଳ ମଧ୍ୟରୁ ବା ତାଙ୍କର ସମୁଦାୟ ମଧ୍ୟରୁ ଜଣେ କିନ୍ତୁ ଅନ୍ୟ ରଙ୍ଗର। ନେକ୍ସଟ ହ୍ୱାଟ୍ ଡିଡ୍ ହି ଡୁ ଟୁ ବିକେମ୍ ଭେରି ସିଓର? ବୁଢ଼ା ଶୃଗାଲଟି ଆହୁରି ଅଧିକ ନିଶ୍ଚିତ ହେବା ପାଇଁ କ'ଣ କଲା? ଆନ୍ସାର ଟୁ ବିକମ୍ ଭେରି ସିଓର ଦ ଓଲ୍ଡ jackal asked the rabbit what did the king like to eat and where he liked to live। ବୁଢ଼ା ଶୃଗାଲଟି ଆହୁରି ଅଧିକ ନିଶ୍ଚିତ ହେବା ପାଇଁ ଠେକୁଆକୁ ପଚାରିଲା ଯେ ତୁମର ରାଜା କ'ଣ ଖାଇବାକୁ ପସନ୍ଦ କରନ୍ତି ଏବଂ କେଉଁଠାରେ ରହିବାକୁ ପସନ୍ଦ କରନ୍ତି। ନେକ୍ସଟ where did the jackal king like to eat crab? ଶୃଗାଳ ରାଜା କଙ୍କଡ଼ା ଖାଇବାକୁ କାହିଁକି ଭଲ ପାଉଥିଲେ? ଆନ୍ସାର ଦି jackal king like to eat crab because jackals like eating crabs। ଶୃଗାଳ ରାଜା କଙ୍କଡ଼ା ଖାଇବାକୁ ଭଲ ପାଉଥିଲେ କାରଣ ଶୃଗାଲମାନେ କଙ୍କଡ଼ା ଖାଇବାକୁ ଭଲ ପାଆନ୍ତି। ନେକ୍ସଟ why did the jackal king like to live in holes? ଶୃଗାଳ ରାଜା କାହିଁକି ଗାତ ମଧ୍ୟରେ ରହିବାକୁ ଭଲ ପାଉଥିଲେ? ଆନ୍ସାର ଦି jackal king like to live in holes because jackals live in holes। ଶୃଗାଳ ରାଜା ଗାତ ମଧ୍ୟରେ ରହିବାକୁ ଭଲ ପାଉଥିଲେ କାରଣ ଶୃଗାଲମାନେ ଗାତ ମଧ୍ୟରେ ହିଁ ରହିଥାନ୍ତି।